ସାଦର ପ୍ରଣାମ। ସମ୍ପ୍ରତି ସମାଜର ପ୍ରତିଛବିକୁ ଆଖି ଆଗରେ ରଖି ଏକ ପ୍ରବନ୍ଧ ପ୍ରସ୍ତୁତ କରାଯାଇଛି। ନାରାୟଣଙ୍କୁ ନାରଦଙ୍କ ପତ୍ର, ଏକ ସଚେତନତାର ବାର୍ତ୍ତା। ତେବେ ନିବେଦନ କରିବି, ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖିବେ। ନାରାୟଣ ନାରାୟଣ, ହେ ତ୍ରୈଲୋକ୍ୟ ଗୋସାଇଁ, ମୋର ପ୍ରଣାମ ଗ୍ରହଣ କରନ୍ତୁ। ପ୍ରଭୁ, ମର୍ତ୍ତ୍ୟପୁରର ଆକର୍ଷଣ ଯୋଗୁଁ ମୁଁ ମୋର ଭ୍ରମଣ ବୃତ୍ତାନ୍ତ ମାଧ୍ୟମରେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଅଛି। ମନୁଷ୍ୟର ଆପଣଙ୍କ ପ୍ରତି ଭକ୍ତି ଓ ଭଲ ପାଇବା ଦେଖି ମୁଁ ମର୍ମାହତ ହେଲି। ମେଳା ମହୋତ୍ସବ ସବୁଠି ଅତି ଉଚ୍ଚମାନର ଶବ୍ଦଯନ୍ତ୍ର ଡିଜେ ବଜାଇ ଆପଣଙ୍କ ପୂଜାର୍ଚ୍ଚନା ଚାଲିଛି। ସେଦିନ ମୁଁ ରାଜସ୍ଥାନର କୋଟା ସହରରେ ଭ୍ରମଣ କରୁଥାଏ। ଏକ ବିରାଟ ଶୋଭାଯାତ୍ରାରେ ଡିଜେ ବାଜୁଥାଏ। ହଠାତ୍ 18 ବର୍ଷର ଏକ ଯୁବକ ଶୋଭାଯାତ୍ରାରେ ବେହୋସ ହୋଇଗଲା। ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେବାରୁ ଡାକ୍ତର ମୃତ ଘୋଷଣା କଲେ। ମୋ ପାଟିରୁ ବାହାରିଗଲା, ଆପଣା ହସ୍ତେ ଜିହ୍ୱା ଛେଦି କେ ଅଛି ତାର ପ୍ରତିବାଦୀ। ପ୍ରଭୁ, ଶୀତପ୍ରଧାନ ଦେଶରେ ମନୁଷ୍ୟକୁ ଯଦିଓ ସୁରାପାନ ଆବଶ୍ୟକ ପଡ଼ିଥାଏ, ତେବେ ଗ୍ରୀଷ୍ମପ୍ରଧାନ ଦେଶରେ ମଧ୍ୟ ମନୁଷ୍ୟମାନେ ଜଳଠାରୁ ଅଧିକ ମଦିରା ପାନ କରୁଛନ୍ତି। ମଦ ମୃତ୍ୟୁହାର କମିବାର ନାଁ ଧରୁନି। ପ୍ରଭୁ, ଆମେ ସିନା ପୁଷ୍ପକ ବିମାନରେ ଗରୁଡ଼ ପିଠିରେ ଶୂନ୍ୟରେ ଭ୍ରମଣ କରନ୍ତି, ମନୁଷ୍ୟ ଜଳ ସ୍ଥଳ ଆକାଶ ସବୁଠି ଭ୍ରମଣ କରୁଅଛି। ବେପାରୁଆ ଗାଡ଼ି ଚାଳନା ଯୋଗୁଁ 2024ରେ 1.19 ମିଲିୟନଟି ଦୁର୍ଘଟଣା ବିଶ୍ୱରେ ଘଟିଅଛି। ସବୁଠୁ ଆଶ୍ଚର୍ଯ୍ୟ, ଶିକ୍ଷିତ ବାପା ମା ତାଙ୍କ ନାବାଳକ ଶିଶୁମାନଙ୍କୁ ଯାନବାହନ ଦେଇ ପାଠଶାଳା ବଜାର ମେଳାକୁ ପଠାଇ ଦୁର୍ଘଟଣାର କାରଣ ସହାୟକ ହେଉଛନ୍ତି। ଭାରାକ୍ରାନ୍ତ ମନକୁ ଶାନ୍ତି ଦେବା ପାଇଁ ବିଭିନ୍ନ ପାର୍କ ଗଲି, ସବୁଠି ମାଳ ମାଳ ଅବିବାହିତ ଯୁବକ ଯୁବତୀ। ଚାରିକାନ୍ଥ ଆବଦ୍ଧ ଭିତରେ ଯେଉଁ ସ୍ନେହ ମମତା ହେବା କଥା, ତାହା ଆଜି ଖୋଲମ ଖୋଲା ଚାଲିଛି। କାଉ ପକ୍ଷୀ ଆମକୁ ଏହି ଶିକ୍ଷା ଦିଏ ଯେ ଶାରୀରିକ ମିଳନ ଖୋଲା ସ୍ଥାନରେ ହେବା ଅନୁଚିତ। ଆଜି ଆପଣଙ୍କ ସୃଷ୍ଟି କେଉଁଠି ପହଞ୍ଚିଲାଣି? ଭାବିଲି ତରୁଛାୟା ପରିବେଷ୍ଟିତ ଶାନ୍ତ କାନ୍ତ ଅରଣ୍ୟ ଆଡ଼େ ଟିକିଏ ବୁଲି ଆସିବି। ବସନ୍ତର ବାସ୍ନା ନାହିଁ। କଳକଣ୍ଠ ବିଷଣ୍ଣ ମନରେ ବସିଛି। କେତେଟା ନଣ୍ଡାମୁଣ୍ଡିଆ ତରୁତମାଳ ମରଣ ଦିନକୁ ଅପେକ୍ଷା କରି ଚାହିଁ ବସିଛନ୍ତି। ଶୋଷ ମେଣ୍ଟାଇବା ଆଉ ସ୍ନାନ କରିବା ଉଦ୍ଦେଶ୍ୟରେ ଗଙ୍ଗା ଯମୁନା ସରସ୍ୱତୀ କୃଷ୍ଣା କାବେରୀ ନଦୀ ଆଡ଼କୁ ଆଗେଇ ଗଲି। ବିଷାକ୍ତ ପ୍ରାଣ ଧରି ସେମାନେ ନିଜେ ଅସୁରକ୍ଷିତ। ନୀଳନଦୀ, ଆମାଜନ, ମରେ ଡାର୍ଲିଂ କଥା ଆହୁରି ଅବର୍ଣ୍ଣନୀୟ। ଆଜି ଜଳ ପାଇଁ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ସାରା ବିଶ୍ୱ ମୁହାଁଇଲାଣି। ସମୃଦ୍ଧ ରାଷ୍ଟ୍ର ଚୀନ, ଆମେରିକା, ରୁଷିଆର ସ୍ଥିତି କ'ଣ କହିବି? କରୋନା ମହାମାରୀ ପରେ ବି ଚାଇନା ନିଜକୁ ସୁଧାରି ପାରୁନାହିଁ। ରୁଷିଆ ଓ ଆମେରିକା ପରମାଣୁ ଶକ୍ତିକୁ ଆପଣାଇ ପ୍ରତି କ୍ଷଣରେ ସାରା ବିଶ୍ୱକୁ ହାତ ମୁଠାରେ ରଖିବାକୁ ଚେଷ୍ଟା କରୁଛନ୍ତି। ପ୍ରତି ବଦଳରେ ପରମାଣୁ ଶକ୍ତିର ଅପବ୍ୟବହାର ସାରା ବିଶ୍ୱକୁ କେବଳ ଧ୍ୱଂସ ଆଡ଼କୁ ଟାଣି ନେଉଛି। ହଠାତ୍ ଗହଳି ଦେଖି ଗୋଟିଏ ଆଢ଼ୁଆଳ ସ୍ଥାନରେ ରହି ଜାଣିଲି, ଜଣେ ମହିଳା ଡାକ୍ତରଙ୍କୁ ଦାନବ ଭଳି ପାଶବିକ ଅତ୍ୟାଚାର କରି ମାରି ଦିଆଯାଇଛି। ନାରାୟଣ ନାରାୟଣ, ନାବାଳିକା ଯଦି ପ୍ରତିଦିନ ବଳାତ୍କାରର ଶିକାର ହୁଏ, ତେବେ ମର୍ତ୍ତ୍ୟମଣ୍ଡଳକୁ ମୃତ୍ୟୁମଣ୍ଡଳ କହିବି ନା ଆଉ କ'ଣ? ନାରାୟଣ ନାରାୟଣ, ଶେଷରେ ମନ୍ଦିର ମାଳିନୀ ଓଡ଼ିଆ ଅସ୍ମିତା ନିମନ୍ତେ ଅଣ୍ଟା ଭିଡ଼ିଥିବା ରାଜ୍ୟ ଓଡ଼ିଶା ଭ୍ରମଣ ଆରମ୍ଭ କଲି। ପ୍ରଭୁ, ଆପଣଙ୍କ ଦର୍ଶନ ନିମନ୍ତେ ଓଡ଼ିଶା ଭ୍ରମଣ ଆରମ୍ଭ କଲି। ପ୍ରଭୁ, ଆପଣଙ୍କ ଦର୍ଶନ ନିମନ୍ତେ ହଜାର ହଜାର ଭକ୍ତଙ୍କ ଘଣ୍ଟା ଘଣ୍ଟା ଭିଡ଼ ମୋତେ ଚକିତ କଲା। ଆପଣଙ୍କ ପୁରୀଧାମର ରୀତିନୀତି ଭଳି ଅନ୍ୟ ମନ୍ଦିରରେ ନାହିଁ। ପଣ୍ଡାମାନେ ନିଜ ନିଜ ଭିତରେ ବଡ଼ପଣିଆ ଦେଖାଇ ବିଭିନ୍ନ ସମୟରେ ରୀତିନୀତି ସଠିକ୍ ସମୟରେ କରୁନଥିବାର ଖବର ମୋତେ ବ୍ୟଥିତ କଲା। ବାରମ୍ବାର ମହାବାତ୍ୟା, ବନ୍ୟା ପରେ ବି ଓଡ଼ିଶା ଆଜି ସୁସ୍ଥ ସବଳ ଭାବେ ଦଣ୍ଡାୟମାନ। କିନ୍ତୁ ମାଳ ମାଳ ମାଗଣା ଯୋଜନା ଓଡ଼ିଆ ଜାତିକୁ ଶ୍ରମ ବିମୁଖ କରିଦେଇଛି। ଯୁବକ ଯୁବତୀମାନେ
ପରିଶ୍ରମ କରିବେ କ'ଣ? ମୋବାଇଲରେ ବ୍ୟସ୍ତ। ଇଚ୍ଛା ହେଲା ଟିକିଏ ଶିକ୍ଷା ବ୍ୟବସ୍ଥା କଥା ବୁଝିବି। ବିଦ୍ୟାଳୟ ଅଛି, ଶିକ୍ଷକ ଅଛନ୍ତି, ହେଲେ ଶିକ୍ଷା ନାହିଁ। ଶ୍ରେଣୀ ଅନୁସାରେ ଶିକ୍ଷକ ନାହାନ୍ତି। ଏବେ ପିଲା ସଂଖ୍ୟା ଅନୁସାରେ ଶିକ୍ଷକ। ବର୍ଷ ସାରା ତଥ୍ୟ ପୂରଣ ଆଉ ତାଲିମ ନେବାରେ ଓ ଦେବାରେ ବ୍ୟସ୍ତ। ନାରାୟଣ ନାରାୟଣ। ଶିକ୍ଷା ଆଜି ରସାତଳଗାମୀ। ରାଜନୀତିର ଚକ୍ରବ୍ୟୁହ ଭିତରେ ଶିକ୍ଷା ଅଣନିଶ୍ୱାସୀ। ନାରାୟଣ ନାରାୟଣ। ଶିକ୍ଷାର ହାର ବଢ଼ି ବଢ଼ି ଚାଲିଛି। ଶିକ୍ଷିତ ସଂଖ୍ୟା ମାଳ ମାଳ। ମାତ୍ର ପ୍ରଦୂଷଣ, ହତ୍ୟା, ଧର୍ଷଣ, ଲୁଣ୍ଠନ କମିବାରେ ନାଁ ଧରୁନି। ପ୍ରଭୁ, ଏ ଶିକ୍ଷିତ ହାତରେ ଆପଣ ସଂସାରର ଉତ୍ତରଦାୟିତ୍ୱ ଦେଲେ, ହେଲେ ସତରେ କ'ଣ ଶିକ୍ଷିତମାନେ ସଂସାରର ସୁରକ୍ଷା କରିବେ? ଯାହା ଦେଖିଲି କହିଲି। ସୃଷ୍ଟିର ରକ୍ଷା ନିମନ୍ତେ ଆପଣ କିଛି ଗୋଟେ କରନ୍ତୁ। ରହୁଛି ଆପଣଙ୍କ ନାରଦ ବ୍ରହ୍ମର୍ଷି। ସମ୍ପ୍ରତି ସମାଜରେ ଘଟୁଥିବା ବିଭିନ୍ନ ଘଟଣାକୁ ଆଖି ଆଗରେ ରଖି ପ୍ରବନ୍ଧଟି ପ୍ରସ୍ତୁତ କରାଯାଇଛି। ଆଶା କରୁଛି ସମସ୍ତଙ୍କର ସଚେତନ ନିମନ୍ତେ ନିଶ୍ଚୟ ସହାୟକ ହେବ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।